ସେଇଟା ଭୁଲ କଥା। ଉଭୟ ଗଛ ଆଉ ମଞ୍ଜି ଉଭୟ ପରିପୂରକ। ମାଲିକ ସଂସ୍ଥାଟା କଲା ପରେ କିଛି କଳାକାର ଦାନା ପାଉଛନ୍ତି। କଳାକାର ରାତି ଅନିଦ୍ରା ହେଇ ଅଭିନୟ କଲା ପରେ ମାଲିକ ବି ପଇସା କମାଉଛି। ସିଧା ମନା କରିଥାନ୍ତ ନାଇଁ ଆମେ ଯିବୁନି ଆଜ୍ଞା ଆପଣଙ୍କ ପଇସା, ସିଏ ତାଙ୍କର ଯୋଉଠୁ ଡାଇରେକ୍ଟର ଆଣନ୍ତୁ। ତମର ଆଶା ଦେଇକି ଲୋକଙ୍କୁ ବୁଡ଼େଇକିରି ମାରୁଛ ମଝି ନାହିଁ। এইটা ତମ ଉମାର ସଂସ୍କୃତି। ଭଲ ଲାଗିଲାନି ଶୁଣିକିରି କଥାଟା ଭଲ ଲାଗିଲାନି। ମୁଁ ଶୁଣିଲି, ମୋତେ ବି ମାନେ ଖବର ମୋ ପାଖରେ ବି ପହଞ୍ଚିଛି। ମୋତେ ଭଲ ଲାଗିଲାନି, ମୋତେ ନିଜକୁ ଲାଜ ମାରିଲା ଏକଥା ଶୁଣିଲା ପରେ। ନିଜକୁ ମୋତେ ଟିକେ ଲାଜ ଲାଗିଲା। ତାର କାରଣ ହେଉଛି ତାର କାରଣଟା ହେଉଛି କିଛି ଦିନ ତଳେ ମୁଁ ଫେସବୁକ୍ରୁ ପଢ଼ିଥିଲି ଯେ ଉମା ସମ୍ପୃକ୍ତ ରାଇଟର ଡାଇରେକ୍ଟର ମାନେ ଯେଉଁ ପାର୍ଟି ସଂଘଭୁକ୍ତ ହେଇନଥିବ ସେଠି ନାଟକ କରିପାରିବେ ନାହିଁ। ଏ କଥା ପାଇଁ ମୁଁ ଆମର ଶ୍ରଦ୍ଧେୟ ହରବାବୁଙ୍କୁ ପ୍ରଶ୍ନ ପଚାରିଥିଲି। ମୁଁ କହିଲି ଆଉ କ'ଣ କରିବେ ତାହେଲେ, ଯଦି ଉମା ସମ୍ପୃକ୍ତ ରାଇଟର ଡାଇରେକ୍ଟର ସଂଘଭୁକ୍ତ ହେଇନଥିବା ପାର୍ଟିରେ ନାଟକ କରିବେନି, ଆଉ କ'ଣ ତରଭୁଜ କଦଳୀ ବିକିବେ କି ପଚାରିଥିଲି। ନା ଏମିତି କାହିଁ କହୁଛନ୍ତି? ମୁଁ କହିଲି ଗୋଟେ ରାଇଟର ପାଇଛି 16 ଖଣ୍ଡ ନାଟକ, ଜଣେ ପାଇଛି 13 ଖଣ୍ଡ, ଆଉ ଜଣେ ପାଇଛି 11 ଖଣ୍ଡ। ଆକୁ ମିଶାଇ ଦିଅନ୍ତୁ 40 ଖଣ୍ଡ ହେଉଛି। ଉମା ତା ପୂର୍ବରୁ ନିୟମ କରିବା କଥା ଯେ 40 ଖଣ୍ଡ ନାଟକକୁ 10 ଜଣ ରାଇଟର ଡାଇରେକ୍ଟରଙ୍କୁ ଦେବା କଥା। ଆପଣ ତ ଆଗେ ରହିବେ ପ୍ରଶ୍ନ ପଚାରିବେ, ଆଉ ଦୂରରେ ରହିଲେ କେମିତି ହେବ? ଆପଣ ମୋତେ ତେଣୁ ତାହେଲେ 10 ଜଣ କାମ ପାଇଥାନ୍ତେ। ବୁଝିଲେ ମାଣିକ ସାର୍, 10 ଜଣ କାମ ପାଇଥାନ୍ତେ। କିନ୍ତୁ ଯେଉଁ ବର୍ଷ ମୁଁ ଆଉ ଆପଣଙ୍କୁ ବି ସେ ବାଇଟ୍ରେ କହିଥିଲି ସେ କଥା, ଯେଉଁ ଥରକ ସ୍ୱର୍ଗତ ଅନନ୍ତ ଓଝାଙ୍କର ମୋ ପେଁକାଳି ବଜେଇ ଦେ ହିଟ୍ ହେଲା ନାଟକ, ତା ପର ବର୍ଷ ସେ 40 ଖଣ୍ଡ ନାଟକ କରିନଥିଲେ, ସେ 4 ଖଣ୍ଡ କରିଥିଲେ। ଯେଉଁ ବର୍ଷ ମୁଁ ମନୋଜ ପଣ୍ଡା ହିଟ୍ କଲି, ଫୁଲ ଆଣିଥିଲି ଫୁଲବାଣୀରୁ, ସିନ୍ଦୁର ହଜିଲା ଟିକିଲି ପାଇଁ, ବାକି ରହିଲା ମୋ ରାକ୍ଷୀ ପଇସା, କନ୍ୟା ଯାଉଛି କାଞ୍ଚନପୁର, ଏମିତି ମୁଁ 100 ନାଟକ ଲେଖିଛି। 100ରୁ ବୋଧେ ମୁଁ ଭାବୁଛି 70-80ଟା ହିଟ୍ ନାଟକ ମୋର। ଆଉ କେଉଁ ନାଟକ ଫେଲ୍ ହେଇନି। ମୁଁ ତ କାହିଁ କେଉଁ ବର୍ଷ 16 ଖଣ୍ଡ 18 ଖଣ୍ଡ 11 ଖଣ୍ଡ ବହି ବୁକ୍ ହେଇନଥିଲି। ନା ଭୁଲ କଥା। ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ, ହୁଏତ ତାଙ୍କ ପାଇଁ ଏଇଟା ଭଲ ହେଇଛି। ଆଉ ମୋତେ ଦୁଃଖ ଲାଗୁଛି କ'ଣ, ମୁଁ ଉମାର ଜଣେ ସଦସ୍ୟ। ସମସ୍ତ ଉମାର କର୍ମକର୍ତ୍ତାମାନଙ୍କୁ ଅନୁରୋଧ କରିବି, ଯେତେବେଳେ ନିୟମ ହେଇଥିଲା, ଯେଉଁ ନାଟ୍ୟକାର ଭାଇ ସାନ ଭାଇ ଆଉ ଡିରେକ୍ଟର ଆସିଥିଲେ ଏଠିକି, ସେ କ'ଣ ଜାଣିନଥିଲେ କଥା? ଯଦି ଜାଣିନଥିଲେ ପଇସା ନେଲା ବେଳେ ଜାଣିନଥିବେ, ଅଗ୍ରିମ ଧଇଲା ବେଳେ ଜାଣିନଥିବେ। ଯେତେବେଳେ ଏ ନିୟମ ଇସ୍ୟୁ ହେଲା, ସେ ଭଦ୍ରାମୀରେ ତାଙ୍କ ପଇସା ଫେରାଇ ଦେଇଥାନ୍ତେ। ନାଇଁ ଆଜ୍ଞା ମୁଁ ଆପଣଙ୍କ କାମ କରିବିନି, ଆପଣଙ୍କ ପ୍ରାପ୍ୟଟା ଫେରାଇ ନିଅନ୍ତୁ, ସରିଥାନ୍ତା। ଆଙ୍କୁ ଆଣିକିରି ଏ ଯେଉଁ 150 ପରିବାରର ଜୀବନ ଜୀବିକା ପ୍ରଶ୍ନ କିଏ ଦେବ? ଆଜି ମାଲିକ ଏଇକ୍ଷିଣା କହିବ ଏମିତି ହେଇଗଲା ମୁଁ ବନ୍ଦ କରିଦେବି, ଏ ଲୋକ ଯିବେ କୁଆଡ଼େ? ଏ କଳାକାର ମୋତେ ଟିକେ ବୁଝେଇ ଦେବେ କି ସେ ଯେଉଁ ଉମା ହେଉ କି ତାପରେ ଏଇ ଯେଉଁ ଯାତ୍ରାପାଟି ତିଆରି ହେଇଛି ଓଙ୍କାର, ଏ ତ ମୋତେ 21 ହେଇନି ଆର, ଇଏ କେଉଁଠି ଯାଇକିରି ଡିଆଁକୁଦା କଲାଣି ଯେ ସଙ୍ଗରେ ମିଶିଲାନି। ନା କିଛି ନାହିଁ। ଭଗବାନ ଯାହା କହନ୍ତି ପ୍ରାଣୀର ମଙ୍ଗଳ ପାଇଁ ଗୋଟେ କଥା ଅଛି। ଏହା ଯଦି ସତ୍ୟ, ଏ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି ହେବ। ଅରୁଣ ବାରିକ ଗଲା ପରେ ବା ମନୋଜ ପଣ୍ଡା ଆସିଛି, ମୋତେ ଓମାରୁ ବ୍ୟାନ୍ କରୁନାହାନ୍ତି। ମୁଁ ବା କହୁଛି ମୋତେ ଓମାରୁ ବ୍ୟାନ୍ କରୁନାହାନ୍ତି। ହ୍ୱାଟ୍ ଇଜ୍ ଓମା ଆମେ ସ୍ୱର୍ଗତ ଅନନ୍ତ ଓଝା, ଲକ୍ଷ୍ମୀକାନ୍ତ ପାଲିତ, ଆମେ ବସିଥିଲୁ। ଆପଣ ବି ଯାଇଥିବେ, ନନୀ ଭାଇନାଙ୍କୁ ଡାକିଥିଲୁ, ବହୁତ ଖର୍ଚ୍ଚୁ। ମାଲିକ ସଂଘ ହେଉଛନ୍ତି, ମାଲିକ ସଂଘ ତାଙ୍କ ଭିତରେ ଏକତାର ଅଛି। ସେମାନେ ମିଟିଂ କରିଥିଲେ ବା 15 ଲକ୍ଷ ଟଙ୍କାରୁ କାହାକୁ ଆର୍ଟିଷ୍ଟକି ଦରମା ବଢ଼େଇବାନି, କାହାକୁ ଆର୍ଟିଷ୍ଟ କେହି କାହାର ନେଇପାରିବେନି, NOC ଦେଖିବ ଇତ୍ୟାଦି ଇତ୍ୟାଦି। କେଉଁ ନିୟମ କାର୍ଯ୍ୟକାରୀ ହେଉଛି? ହଁ ମୁଁ କହୁଛି, ମୁଁ ସେଠି ଶୁଣନ୍ତୁ ଆଜ୍ଞା, ସଂଘ କାହିଁକି ତିଆରି ହୁଏ? ନା ସେଇଟା ନୁହେଁ। ସଂଘ ହେଉଛି ସବୁକିଛିରେ ସେୟାର କରିବା, ଭାଗ ବସେଇବା। ଦୁଃଖରେ ବନ୍ଧୁ ସୁଖରେ ବନ୍ଧୁ ହେଲେ ତାକୁ ବନ୍ଧୁ କୁହାଯାଏ, ତାକୁ ସଂଘ କୁହାଯାଏ। ଆଜି କାହାର କ'ଣ ହେଇଯିବ, ସମସ୍ତେ ଦୌଡ଼ିଯିବା ଆମେ ବ୍ଲଡ଼ ଦେବା ପାଇଁ ମେଡ଼ିକାଲକୁ। ଆମ ଉମାର ଜଣେ କାହାର ଆକ୍ସିଡେଣ୍ଟ ହେଇଯାଇଛି, ଆମେ ସମସ୍ତେ ଯିବା ଦୌଡ଼ିକିରି ତାକୁ ବ୍ଲଡ଼ ଦେବା, ତାକୁ କିଛି ଫାଇନାନ୍ସିଆଲି ହେଲ୍ପ କରିବା। ଜଣେ କାମ ପାଇନି, ତାକୁ ବି ଆମେ କାମ ଦେବା, ଆମ ସଂଘର ନିୟମ। ସଂଘ ଯେଉଁ ଚାଲିଛି ମନମନି କାମ, ମୋତେ ଯଦି ସଂଘବାଲା ପଚାରନ୍ତି, ଯେମିତି ଧର ସଞ୍ଜୟ ବଳ ଜଣେ ଆର୍ଟିଷ୍ଟ, ନାଁ କହୁଛି, ଯେଉଁ ପ୍ରକାର ଭର୍ସନରେ ସେ ମାଷ୍ଟରମାନଙ୍କୁ କହିଥିଲା, ତାପରେ ଉମା
पूरा एकदम युधिष्ठिर धर्मराज युधिष्ठिर तो क्षमा करदे दया को क्षमा करदे आउ नरीपणा एमती कौन अपराध कला कि ସେଇଟା ଭୁଲ କଥା। ଉଭୟ ଗଛ ଆଉ ମଞ୍ଜି ଉଭୟ ପରିପୂରକ। ମାଲିକ ସଂସ୍ଥାଟା କଲା ପରେ କିଛି କଳାକାର ଦାନା ପାଉଛନ୍ତି, କଳାକାର ରାତି ଅନିଦ୍ରା ହେଇ ଅଭିନୟ କଲା ପରେ ମାଲିକ ବି ଦୁଇ ପଇସା କମାଉଛି। ତେଣୁ ଉଭୟ ଭିତରେ ଆମର କୋଅପରେସନ୍ ଠିକ୍ ରହିବା କଥା। ଇଏ ଗୋଟେ ରାଜନୀତି ଚାଲିଛି। ସ୍ୱତନ୍ତ୍ର ଧ୍ୱଂସ ଯେତେବେଳେ କୁରୁବଂଶ ଆମର ଯଦୁବଂଶ ଧ୍ୱଂସ ହେଲାନି କି, ଯେମିତି କାଦମ୍ବରୀ ପାନ କରି ଯେମିତି ହେଲେ ଯଦୁବଂଶ ବାଲା ଉତ୍ପାତ କଲେ ଯଦୁବଂଶ ଧ୍ୱଂସ ହେଲା, ଇଏ ଧ୍ୱଂସ ହେବାର ମାନେ ଶଙ୍ଖଧ୍ୱନି ବାଜିଗଲାଣି। ମୋତେ ଏତେ ଫୋନ୍ କଲା, ମୁଁ କହିଲି ମୁଁ କରିବି କାମ ମୁଁ କରିବି, କାରଣ 150 ପରିବାର ନହେଲେ ମାଲିକ ବନ୍ଦ କରିଦେବ ପାର୍ଟି, 150 ପରିବାର ଭାସିଯିବେ। ଆପଣଙ୍କୁ ଓମାର ଡର ନାହିଁ? କାହିଁ ମୁଁ କ'ଣ ଚାକିରି କରିଛି ନା ଏଗ୍ରିମେଣ୍ଟ କରିଛି ବା? ଓମାରେ ମୁଁ ନ ରହିଲେ ମୁଁ ଇଏ କରିବି ଯାତ୍ରା ମାଷ୍ଟର ଆସୋସିଏସନ୍ ଟିକେ ସଂଘ ମୁଁ କିଛି ସେ ଫାଇଲ କିଛି ନାହିଁ, ଏସବୁ ଫାଇଲ ତିଆରି ହେଉଛି। ଆଜ୍ଞା ନା ରାଜ୍ୟ ସରକାରଙ୍କ ତ ବାଇଲ ନାହିଁ, ଓମା ରେଜିଷ୍ଟ୍ରି ହେଇଛି କି ନାହିଁ ତାଙ୍କୁ ଟିକେ ପଚାରନ୍ତୁ ଫାଷ୍ଟ କଥା। ଦେନ୍ ରେଜିଷ୍ଟ୍ରିରେ କ'ଣ ବାଇଲ ଅଛି ଟିକେ ଆମକୁ ଶୁଣାନ୍ତୁ। 1 2ରେ ଓଙ୍କାର ପାର୍ଟି ହେଉ ବା ସେ ରାଜଦରବାର ହେଉ କି ଯିଏ ନୂଆ ପାର୍ଟି କରୁଛି ସେ ପାର୍ଟି କରୁ, 4 ଖଣ୍ଡ ନାଟକ ହେଉ, ରେଲସେଲ୍ ହେଉ, ପାର୍ଟି ବାହାରୁ, ତାପରେ ପଦାକୁ ଯିବ, ତୁମ ସଙ୍ଗରେ ବସିକିରି ମାଉଁସ ଭାତ ଖାଇବ। କିଏ ମନା କରୁଛି? ଗୋଟେ ଘର ଗୋଟେ ଆରମ୍ଭ ହେଇନି ତୁମେ ଭାଙ୍ଗି ଦେଉଛ, ନିଆଁ ଲଗାଇ ଦେଉଛ। ତାପରେ ମୁଁ ତାଙ୍କୁ ଦୋଷ ଦେଉନି, ମୁଁ ମାଲିକ ସଂଘକୁ ଦୋଷ ଦେଉନି, ଦୋଷ ଦେଉଛି ଯେଉଁମାନେ ଏଠିକି ଆସିଥିଲେ ରାଇଟର ଡାଇରେକ୍ଟର। କାହିଁକି ଆସିଥିଲ? ସିଧା ମନା କରିଥାନ୍ତ, ନାଇଁ ଆମେ ଯିବୁନି ଆଜ୍ଞା ଆପଣଙ୍କ ପଇସା। ସିଏ ତାଙ୍କର ଯେଉଁଠୁ ରାଇଟର ଡାଇରେକ୍ଟର ଆଣନ୍ତୁ। ତୁମର ଆଶା ଦେଇକି ଲୋକଙ୍କୁ ବୁଡ଼େଇକିରି ମାରୁଛ ମଝି ନଈରେ। ଏଇଟା ତୁମ ଉମାର ସଂସ୍କୃତି ନା? ଉମା ବଦନାମ ହେଲା ଏବେ, ଏମାନଙ୍କୁ ସେ ବୁଝିବେ ଯେ ଶୁଣନ୍ତୁ ଆଜ୍ଞା, କିଛି ଲୋକ ଭୁବନେଶ୍ୱର ଘର ଯେଉଁ ତାଙ୍କ ଘର ସବୁ ନୟାଗଡ଼ ଫୟାଗଡ଼ ସେ ସବୁ ବହୁତ ଦୂର ଲୋକ ଆସି ଭୁବନେଶ୍ୱରରେ ପୁରା ଜାଗା ମାଡ଼ି ବସିଛନ୍ତି। ଜାଗା ମାଡ଼ି ବସି ସେ ଭୁବନେଶ୍ୱରିଆ ହେଇଯାଇଛନ୍ତି ହେଲା। ତାଙ୍କୁ ଠିକ୍ରେ ମୁଁ ଥରେ ଗାଡ଼ି ପାର୍କ କରିଥିଲି ନନୀ ଭାଇନାଙ୍କ ଗଳିରେ, 4ଟା ଟୋକା ଆସିକି ହାଏ ଗାଡ଼ିଟା କାହିଁ ରଖିଛୁ ଏଠି? ମୁଁ କହିଲି ତୋ ଘର କେଉଁଠି ବେ? ତୋ ଘର କେଉଁଠି? ସେଠୁ ହଁ ଏଇଠି। ମୁଁ କହିଲି ଏଇଠି ନୁହେଁ, ତୁ କେଉଁଠି ଜନ୍ମ ହେଇଛୁ କହୁନୁ? ସେ କେଉଁଠି କେନ୍ଦ୍ରାପଡ଼ା ପଟାମୁଣ୍ଡାଇ କୁଆଡ଼େ ଜନ୍ମ ହେଇଥିବ, ନୟାଗଡ଼ ଦଶପଲ୍ଲା କେଉଁଠି ହେଇଥିବ ଠିକ୍ ନାହିଁ, କିନ୍ତୁ ସେ ଭୁବନେଶ୍ୱରିଆ। ସେ ଭୁବନେଶ୍ୱରିଆ ଯେଉଁ ଛାଟ ମାଇଲା ମୋତେ। କିନ୍ତୁ ଏଇ ଯେଉଁ ଆମର ରାଇଟର ଡାଇରେକ୍ଟର କିଛି ବର୍ତ୍ତମାନ ଭୁବନେଶ୍ୱରରେ ରହିଯାଇଛନ୍ତି ଛୁଆ ପିଲା ନେଇ, କ'ଣ କରିବେ? ଜାଗା ଫାଗା କିଣି ଘର ଫର କରି ରହିଲେନି ନା। ସେ ପୁଣି ଭୁବନେଶ୍ୱରିଆଙ୍କ ସାଙ୍ଗରେ ନ ମିଶିଲେ ହେବ କେମିତି? ଭଲ ରହିବ। ଓଙ୍କାର ଯେଉଁ କଳାକାର ମୁଁ ଦେଖିଲି ମୋ ପେଟ ପୁରିଗଲା ସତ, ବିଲିଭ୍ ମି, ମୋତେ ଭଲ ଲାଗିଲା। ମୁଁ ଗୋଟେ ଫୋନ୍ରେ ଆସିଛି, ସେ ଜୋସ୍ ହେବ। ତୋ ପ୍ରେମରେ ବଞ୍ଚିବି 100 ବରଷ ନାଟକ ଟାଇଟେଲ୍ ଦେଖନ୍ତୁ। ଆପଣ କେତେଟା ନାଟକ ଦେବେ ଓମକାରକୁ? ଓଙ୍କାର ବାଲାଙ୍କ ପାଇଁ ମୁଁ ଗୋଟେ ନାଟକ କରିବି, ଯଦି ସେମାନେ ଚାହିଁବେ ମୋତେ ଆଉ ଖଣ୍ଡେ କରିବା ପାଇଁ। ଯେହେତୁ ବର୍ତ୍ତମାନ ମୋତେ ଆଉ କେହି ନେବେନି, ମୋତେ ଯେଉଁ ନେବେନି ବୋଲି ମୁଁ ଜାଣିଛି। ମୋତେ ଦୁର୍ଗା ମନ୍ଦିର ବି ଠିକ୍ କରିଥିଲା 4th ନାଟକ ପାଇଁ। ଆଜି ଯେଉଁ ଆମର ଆଉ ଜଣେ ମାଲିକ ମୋତେ ଫୋନ୍ କରିଥିଲେ, କ'ଣ ପୃଥ୍ୱୀରାଜ ପାଇଁ ନା କ'ଣ, ପଇସା ପତ୍ର ଦେଇନାହାନ୍ତି କି? ପଇସା ନେଲା ପରେ ମଣିଷ କ'ଣ ହୁଏ କି, ଥରେ ପଇସା ନେଇଗଲା ପରେ ମୁଣ୍ଡ ବିକିଦିଏ। ମୁଁ କେଉଁଠି ମୁଣ୍ଡ ବିକିବା ଲୋକ ନୁହେଁ। ମୁଁ ପଇସା ନେବି ଯାହାର, ଶେଷ ପର୍ଯ୍ୟନ୍ତ ତା ପାଖରେ ଥିବି, ତା କାମ କରିବି। ପାର୍ଟି କ'ଣ ସାର୍ 2ଟା ନାଟକକୁ ନେଇ ମଇଦାନକୁ ବାହାରି 4ଟା ନାଟକ ହେବ, ଆଉ 2ଟା ଲେଖିବେ କି? ଆଉ 2ଟା ଆସିବେ। ରାଇଟର କ'ଣ ଭାବୁଛନ୍ତି ନା କ'ଣ? ଶସ୍ତା ବା ଆମେ ପୁରା ଶସ୍ତା ପାଖରେ ପାତର ଅନ୍ତର କ'ଣ? ଆମେ ଯଦି କ୍ରିଏଟର ପାଖରେ ପାତର ଅନ୍ତର କ'ଣ? ଯଦି ଆମେ ଶସ୍ତା, ଆମେ ଯଦି ବାପା, ତାହେଲେ ଏଇ ଯେଉଁ ଛୁଆ ଗୁଡ଼ାକ ମରିଗଲେ ଆଜି ଆମେ କି ବାପା? ଆମେ ପଦବାଚ୍ୟ ନୁହେଁ ବାପାର। ଆଉ କ'ଣ ପଚାରିବେ କି? ନାଟକ ନାଁଟା ଟିକେ ମନେ ରଖିଥାନ୍ତୁ। ତୋ ପ୍ରେମରେ ବଞ୍ଚିବି 100 ବରଷ, ରଚନା ନିର୍ଦ୍ଦେଶନା ମନୋଜ ପଣ୍ଡା।